ନାଇଁ ନାଇଁ ନିଶ୍ଚିତ ଭାବରେ ଆମେ ଦେଖନ୍ତୁ ସବୁଠୁ ବଡ଼ କଥା ହେଉଛି ଯେ ଏତେ ବର୍ଷ ହେଲାଣି ରତ୍ନଭଣ୍ଡାର ଖୋଲି ନଥିଲା ବର୍ତ୍ତମାନ ରତ୍ନଭଣ୍ଡାର ଖୋଲିଛି ଏବଂ ଯାହା ଜିନିଷ ଥିଲା ତାକୁ ମଧ୍ୟ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ନେକ୍ସଟ ହେଉଛି ବର୍ତ୍ତମାନ ଏଏସ୍ଆଇର ସବୁଠୁ ବଡ଼ କାମ କାହିଁକିନା ଦେଖନ୍ତୁ ଏଏସ୍ଆଇର ଯେଉଁ ଲେଜର ସ୍କାନିଂ କରାଯାଇଥିଲା ଆଉ ଯେଉଁ 2018 ମସିହାର ଯେଉଁ ରିପୋର୍ଟ ଅନୁସାରେ ତା ଭିତରେ ତ ବହୁତ କିଛି ଅଛି ଯେଉଁଟାକି ମେଜର ଭାବରେ କାମ କରିବାର ଆବଶ୍ୟକ ଅଛି। ତେଣୁକରି ସେଥିପାଇଁ ଏଏସ୍ଆଇର ଟିମ୍ ବର୍ତ୍ତମାନ ଆଗ ଯାଇକି ଭିଜିଟ୍ କରିବା ଦରକାର ଏବଂ ଭିଜିଟ୍ କଲା ପରେ ସେମାନେ ଯେଉଁ ରିପୋର୍ଟ ଦେବେ ତା ଅନୁସାରେ ସରକାରଙ୍କ ତରଫରୁ ଦେଖନ୍ତୁ ସରକାର ଯେଉଁ ଗୋଟେ ଷ୍ଟ୍ରଙ୍ଗ ଏସ୍ଓପି କଲେ ସେ ଏସ୍ଓପି ବଳରେ ହିଁ ରତ୍ନଭଣ୍ଡାର ଖୋଲିଗଲା। ମୁଁ ସେଥିପାଇଁ ମୋର କୃତଜ୍ଞତା ଜ୍ଞାପନ କରୁଛି ଯେ ସରକାରଙ୍କର ଷ୍ଟ୍ରଙ୍ଗ ଏସ୍ଓପି ନଥିଲେ ହୁଏତ ପୁଣି ଆହୁରି ଲମ୍ବା ସମୟ ପଳାଇଥାନ୍ତା ରତ୍ନଭଣ୍ଡାର ଖୋଲିବାରେ। ତେଣୁକରି ଯେହେତୁ ଯେମିତି ଭାବରେ ବର୍ତ୍ତମାନ ଏସ୍ଓପି ଦ୍ୱାରା ରତ୍ନଭଣ୍ଡାର ଖୋଲା ହେଇଛି ସେମିତି ଭାବରେ ଏଏସ୍ଆଇର ଟିମ୍ ବର୍ତ୍ତମାନ ଭିଜିଟ୍ କରିକିରି ତାଙ୍କର ରିପୋର୍ଟ ଦେଲା ପରେ ଗୋଟେ ଏସ୍ଓପି ତିଆରି କରାଯିବ ଏବଂ ପରବର୍ତ୍ତୀ ସମୟରେ ହୁଏତ ଯଦି ଆବଶ୍ୟକ ପଡ଼ିବ ମ୍ୟାନେଜିଂ କମିଟିରେ ଡିସ୍କସନ୍ ହେବ ଏ ବିଷୟରେ କାରଣ ଯେହେତୁ ମେଜର ପାର୍ଟ ଯଦି ଡ୍ୟାମେଜ୍ ଅଛି ତାର ତ ନିହାତି ଭାବରେ ଏଏସ୍ଆଇ ଯେଉଁ ରିପେୟାରିଂ କାର୍ଯ୍ୟ କରିବ ମ୍ୟାନେଜିଂ କମିଟିରେ ଆଲୋଚନା ହେବ ଏବଂ ପରବର୍ତ୍ତୀ ସମୟରେ ଏସ୍ଓପି ଦ୍ୱାରା ହିଁ କାର୍ଯ୍ୟ କରାଗଲେ ମୋତେ ଲାଗୁଛି ଯେ ଠିକ୍ ଭାବରେ ହିଁ ପରିଚାଳିତ କରିହେବ କାହିଁକିନା କେବେ ସାରିକି ଦେବେ କେତେ ଘଣ୍ଟା କାମ କରାଯିବ ଦେଖନ୍ତୁ ଏଇଟା ମହାପ୍ରଭୁଙ୍କର ମେନ୍ ମନ୍ଦିରକୁ ଲାଗିଛି। ତେଣୁକରି ତା ଭିତରେ ୟା ଭିତରେ ଦେଖିବାକୁ ପଡ଼ିବ କେଉଁ ସମୟରେ କାମ କରିହେବ କେମିତି କରିହେବ ଏବଂ ଆଉ ଯେଉଁ ଗୋଟିଏ ସମସ୍ତଙ୍କ ମନରେ ସନ୍ଦେହ ଆନ୍ଦୋଳନ କରୁଛି ଯେ ଆଉ କେଉଁଠି ରହିଯାଇଛି କିଛି କ'ଣ ନାହିଁ ତ ସେଥିପାଇଁ ଯଦି ଆବଶ୍ୟକ ପଡ଼ିବ ଏଏସ୍ଆଇ ପାଖରେ ଯେଉଁ ମେସିନ୍ ଏଣ୍ଡୋସ୍କୋପି ମେସିନ୍ ଯେଉଁ ଅଛି ଯେଉଁଟାକି ଆମର କୋଣାର୍କରେ ୟୁଜ୍ ହେଇଥିଲା ସେଇ ମେସିନ୍କୁ ମଧ୍ୟ ୟୁଜ୍ କରିକିରି ଦେଖାଯାଇପାରେ ଯେ ସେଇଟା डिसीजन तो परवर्ती समय हम जे आउ कौन रही न होती ये सब जिन बर्तमान एएसआई उपर डिपेंड कर एएसआई यार गोटे तथ्य देलापर ही यार परवर्ती कार्यक्रम कर जना पड़ो जे प्रकृत में बर्तमान आउ लेजर स्कैनिंग कि एंडोस्कोपी करार आवश्यक अच्छी कि नहीं कहीं मुझे दूर जानी एएसआई पाखे जो स्कैनर अच्छी जोटा कि आम कोणार्क यूज कराइला से बहुत हाई पावर एंडोस्कोपी स्कैनर जो थे कि आम कोणार्क बहुत किसी जिन जानी तेणुक जी आवश्यक से करेंगे कि बर्तमान प्रथम प्रथम कार्य हूँ एएसआई बर्तमान एएसआई आग गोटे रिपोर्ट दवा हाई पावर कमिटी जैकि भिजिट करके गोटे रिपोर्ट आग दवा दरकार जे कंडीशन कौन अच्छी केते खराब अच्छी कौन कौन असुविधा होती कहीं आमर यही डिसीजन प्रथम रू जे एएसआई रिपेयर कला परे ही मणती गणती जहाँ भी करा सी केवल से घर भितर ही हम जो रत्नभंडार अच्छी केवल से ही कर तेणुक यथाशीघ्र बर्तमान एएसआई कहीं मुझे दूर जानी जे गत रथयात्रा पर जो एएसआई जो कार्य थाए बाहर जो भंडार जहाँ जहाँ कम करने कथा से बर्तमान भीतर हाई पावर टीम ही डिसाइड कर कौन कर।